ବିଜେପିର ଦୃଢ଼ ସଂଗଠକ ପୁଅଙ୍କ କଳା କାରନାମା। ଦେହରେ କପଡ଼ା ନାହିଁ ପୁରା ଉଲଗ୍ନ, ଯାହାକୁ କୁହନ୍ତି ସର୍ବଲଙ୍ଗଳା। ହାତରେ ଟାଙ୍ଗିଆ, ମନରେ କ୍ରୋଧ, ପାଟିରୁ ବାହାରୁଛି ହାଣିବି ଆଉ ମାରିବି। ଦର୍ଶକ ବନ୍ଧୁ, ଏହି ବ୍ୟକ୍ତି ଜଣକ ହେଉଛନ୍ତି କାମାକ୍ଷାନଗର ଥାନା ଅନ୍ତର୍ଗତ ମୁକ୍ତାପସି ଗ୍ରାମ ପଞ୍ଚାୟତର ବିଜେପି ଦଳର ସଭାପତିଙ୍କ ପୁଅ। ରାସ୍ତା ଉପରେ ଦେଖନ୍ତୁ ଏହି ବ୍ୟକ୍ତି ଜଣଙ୍କର ଉନ୍ମତ୍ତ କାଣ୍ଡ। ବ୍ୟକ୍ତି ଜଣକ ମନ୍ଦିରର ତାଲା ଭାଙ୍ଗିବା ସହ ମନ୍ଦିର ପୂଜକଙ୍କ ସହ ଝଗଡ଼ା କରିବା ସହିତ ଚୋରି ଉଦ୍ୟମ କରୁଥିଲେ। ତେବେ ଏନେଇ ଥାନାରେ ଗ୍ରାମବାସୀଙ୍କ ତରଫରୁ ଏତଲା ଦିଆଯାଇଛି। ଦର୍ଶକ ବନ୍ଧୁ, ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ, ଇଏ ହେଉଛନ୍ତି ପୂର୍ବତନ ଗ୍ରାମ ସଭାପତି ଉଗ୍ରେସନ ଦେହୁରୀଙ୍କ ପୁଅ ଜିତେନ୍ଦ୍ର ଦେହୁରୀ। ରିପୋର୍ଟ ଡ୍ରିମ୍ସ ରାଇଡର ନ୍ୟୁଜ।